ପବନ ବର୍ଷାରେ ଉଡ଼ିଗଲା ଘରର ଛପର। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଙ୍ଗା ଉପରସାହି ଗ୍ରାମ ପଞ୍ଚାୟତର ବାଲିଗୋଟା ସ୍ଲୁକିପଙ୍ଗା ଗ୍ରାମଠାରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ଶ୍ରୀ ଶରତ ଦିଗାଲର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି କାଳବୈଶାଖୀ ଉଡ଼େଇ ନେଇଛି। ଏହିପରି ବାଲନ୍ଦାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗିଉଗାଡ଼ି ଗ୍ରାମର ନିଜୁଗାଣା ସାହିର ମନ୍ଦୋଦରୀ ଦିଗାଲ ଘରର ଛପର ସମ୍ପୂର୍ଣ୍ଣ ଉଡ଼ାଇ ନେଇଛି। ସେହିପରି ଅନେକ ଗ୍ରାମରେ କାଳବୈଶାଖୀ ତାଣ୍ଡବ ରଚିଥିବାର ଦେଖିବାକୁ ମିଳିଛି। ଯେଉଁମାନଙ୍କର ଘର ଭାଙ୍ଗି ଯାଇଛି ସେହି ଲୋକମାନେ ରହିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶରତ ଦିଗାଲ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ରାଜସ୍ୱ ନିରୀକ୍ଷକଙ୍କୁ ଦରଖାସ୍ତ ଦେଇଛି ବୋଲି କହିଛନ୍ତି। ସୂଚନା ଅନୁସାରେ ସୋମବାର ଦିନ ପାଙ୍ଗା ଉପରସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସରପଞ୍ଚ ଜରିଆରେ ଦରଖାସ୍ତ ଦେବି କହି ମତ ପ୍ରକାଶ କରିଛନ୍ତି। ପବନରେ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିବା ଦିଗାଲ କହିବା ଅନୁଯାୟୀ ମତେ ବ୍ଲକ ପ୍ରଶାସନ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଲେ ମୁଁ ଘରଟିଏ କରିବି ବୋଲି ଦାବି କରିଛନ୍ତି। ସେହିପରି ଅନେକ ଗ୍ରାମର ଲୋକମାନେ ଘର ସମ୍ପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ମଧ୍ୟ ସୂଚନା ମିଳିଛି। ଗ୍ରାମର ଲୋକମାନେ ନିଜ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟକୁ ଯାଇ ଜରିପାଲ ମଧ୍ୟ ସାହାଯ୍ୟ ପାଇଛନ୍ତି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଯେଉଁ ଲୋକମାନେ ପାଇନାହାନ୍ତି ସେହି ଲୋକମାନେ ପାଇବେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଆର୍ଆଇ ଅଧିକାରୀ। କନ୍ଧମାଳରୁ ମୃତ୍ୟୁଞ୍ଜୟ ଦିଗାଲଙ୍କ ରିପୋର୍ଟ, ସମ୍ବିଧାନ ନ୍ୟୁଜ।